Hello, hi, namaste, good evening, Jai Jagannath. Welcome back to my channel. You are watching the Creator One. ତେବେ ଚାଲନ୍ତୁ ଆଜି ଅଣ୍ଡାର ଏକ ଏମିତି ରେସିପି ବନେଇବା ଯେଉଁଟାକି ଆପଣ ରୁଟିରେ ଏବଂ ଭାତରେ ଉଭୟଥିରେ ଖାଇପାରିବେ। ତ ଏବେ ଦୋକାନରୁ ଆମର ଅଣ୍ଡା ଆସିଗଲା। ଚାଲନ୍ତୁ ବନେଇବା। ଫାର୍ଷ୍ଟ ଅଣ୍ଡାକୁ ଆମେ ସିଝେଇ ଦେବା। ପ୍ରେସରରେ ଆମେ ଏଠି ସିଝାଉଛୁ। ଟିକେ ପାଣି ଦେଇକି ଆଉ ଲୁଣ ଟିକେ ଦେଇକି ଦୁଇଟା ସିଟି ଦେଇକି ସିଝେଇ ଦେବୁ। ଅଣ୍ଡା ଏଠି ସିଝିବା ଭିତରେ ଆମେ ମସଲା ରେଡ଼ି କରିଦେବା। ଏଠି ମୁଁ କିଛିଟା ପିଆଜ ନେଇଛି ଆଉ କଞ୍ଚା ଲଙ୍କା ଆଉ ରସୁଣ ଅଦା ନେଇଛି, ତାକୁ ଚପ୍ କରିଦେବା। ଏବେ ଆମ ଅଣ୍ଡାଟି ସିଝି ଯାଇଛି। ଏବେ ତାକୁ ଗୋଟେ ଜାଗାକୁ କାଢ଼ି ନେବା। କାଢ଼ି ତା ଚୋପା ଛଡ଼େଇକି ତାକୁ କଟ୍ କରିଦେବା ଛୋଟ ଛୋଟ ପିସ୍ରେ। ଆପଣ ବଡ଼ ପିସ୍ ବି ରଖିପାରିବେ, ଟୁ ସାଇଡ଼୍ କଟ୍ କରିକି ରଖିପାରିବେ, କିନ୍ତୁ ଆମକୁ ଛୋଟ ଛୋଟ ପିସ୍ କରିକି କରିବା ପାଇଁ ଭଲ ଲାଗେ, ସେଥିଲାଗି ଆମେ ଛୋଟ ପିସ୍ କରିକି କାଟୁଛୁ। ଏଠି ପୁରା ଆମେ ତାକୁ ସେମ୍ ସାଇଜ୍ର ପୁରା ଛୋଟ ଛୋଟ ସେମ୍ ସାଇଜ୍ର କରିକି କାଟିଦେଲୁ। ସବୁ ଯାକ ଏବେ କଟା ସରିଗଲା। ଏବେ କଢ଼େଇ ବସାଇବା। କଢ଼େଇ ଗରମ ହେଲା ପରେ ଟିକେ ଗରମ ହେବା ପାଇଁ ଦେବା। ଗରମ ହେଲା ପରେ ତେଲ ପକାଇବା ଆଉ ସେଥିରେ ଟିକେ ହଳଦୀ ଗୁଣ୍ଡ ପକାଇଦେବା। କୁହନ୍ତି ଯେ ହଳଦୀ ଗୁଣ୍ଡ ପକାଇଲେ ତେଲ ଛିଟକେନି ବେଶୀ ବାହାରକୁ। ଘରେ ଏଇଟା ଶିଖେଇଛନ୍ତି, ଆମକୁ ଜଣା ନଥିଲା। ମୁଁ ରୋଷେଇ କରୁ କରୁ ଆସ୍ତେ ଆସ୍ତେ ଜଣାପଡ଼ିଲା। ତାପରେ ସବୁଯାକ ଅଣ୍ଡା ପକାଇଦେବା ଟିକେ ଭାଜି ଦେବା ପାଇଁ। କେଶରଟା ଟିକେ ରହିବା ପାଇଁ ଦେବା, ଲାଷ୍ଟକୁ ପକାଇବା। ଏଇଟା କିଛି ସମୟ ଭାଜି ହେଇଗଲା ପରେ କେଶରଟା ପକାଇକି ଟିକେ ଭାଜିଦେବା। ଏଇଟା ଏବେ ଭଜା ହେଇଗଲା। କେଶର ପକାଇଦେବା, ତାକୁ ଅଳ୍ପ ସମୟ ଟିକେ ଭାଜିକି କଡ଼େଇରୁ କାଢ଼ିଦେବା। ଆଉ ଥରେ ପୁଣି ଟିକେ ତେଲ ଗରମ କରିଦେବା। କଢ଼େଇରେ ତେଲ ଗରମ କରିକି ପିଆଜ ଯେଉଁ କାଟିକି ରଖିଥିଲେ ଆମେ ଡାଇମଣ୍ଡ ଶେପ୍ର, ଚିଲ୍ଲିରେ ଯେଉଁ ଭଳିଆ ପିଆଜ ଦରକାର ସେଇଭଳିଆ କାଟିକି ରଖିଥିଲେ, ତାକୁ ଟିକେ ଫ୍ରାଏ କରିଦେବା। ଟିକେ ସମୟ ଫ୍ରାଏ କରିକି ତାକୁ କାଢ଼ିଦେବା। ପିଆଜ ଫ୍ରାଏ ଆମର ସରିଗଲା। ଏବେ ପ୍ଲେଟ୍କୁ କାଢ଼ି ଦେଇକି ମେନ୍ ପ୍ରୋସେସ୍ ଷ୍ଟାର୍ଟ କରିବା। ଆଉ ଥରେ ତେଲ ଗରମ କରିକି କଡ଼େଇରେ ତାପରେ ଜିରା ଟିକେ ପକାଇବା। ତାପରେ ଅଦା ରସୁଣ ପେଷ୍ଟ, ଅଦା ଛେଚିକି ଆମେ ରଖିଥିଲୁ ତାକୁ ପକାଇବା। ପକାଇକି ତାକୁ ଟିକେ କଷିବା। କଷି ଦେଇକି ସେଥିରେ ଲଙ୍କା ଟିକେ, କଞ୍ଚା ଲଙ୍କା ଦୁଇଟା ପକାଇବା, ଲୁଣ ଆଉ ଲଙ୍କା ଗୁଣ୍ଡ, ଆଉ ଯଦି କିଛି ମସଲା ଆପଣ ଆଡ଼୍ କରିବା ପାଇଁ ଚାହୁଁଥିବେ ଆଡ଼୍ କରିପାରିବେ। ଏଇଟା ଆମର ଚିଲ୍ଲି ଗ୍ରେଭି ବନାଉଛୁ ତ ବେଶୀ କରି ବଗେରାର ମସଲା କିଛି ଆମେ ଆଡ଼୍ କରୁନୁ। ସସ୍ ଆମର ଆଡ଼୍ ହେବାର ଅଛି ତ ସେଥିଲାଗି ଆଡ଼୍ କରୁନୁ କିଛି। ଲୁଣ, ହଳଦୀ ଆଉ ଲଙ୍କାଗୁଣ୍ଡ ଆପଣ ସ୍ୱାଦ ହିସାବରେ ପକାଇବେ। ଏବେ ଟିକେ କଷି ହେଇଗଲା ପରେ ଆମେ ଟମାଟୋ ପକାଇଦେବା। ଟମାଟୋ ପକାଇକି ବି ଟିକେ ସମୟ କଷିବା। ଯେହେତୁ ଆମେ ଅଣ୍ଡାରେ ଲୁଣ ପକାଇକି ଅଣ୍ଡା ସିଝେଇଥିଲେ ତ ଏଥିରେ ବେଶୀ ଲୁଣ ଦେବାନି, ଯେତିକି ମସଲା ପାଇଁ ଦରକାର ସେତିକି ହିଁ ଦେବା। ଦେଇକି ଟିକେ କଷିଦେବା କିଛି ସମୟ। ଟମାଟୋ ଟିକେ ସିଝିଗଲେ ସେଥିରେ ହାଲକା ଟିକେ ପାଣି ଦେଇକି ଫୁଟାଇଦେବା। ଆଉ ତାପରେ ସସ୍ର ବାରି ଟମାଟୋ ସସ୍, ଚିଲ୍ଲି ସସ୍ ଆଉ ସୋୟା ସସ୍ ପକାଇବା। ପକାଇକି ଟିକେ ଫୁଟାଇ ସାରିଲା ପରେ ଏବେ ଆମର ଅଣ୍ଡାଟା ପକାଇଦେବା ସେଥିରେ। କିଛି ସମୟ ଫୁଟିଲା ପରେ ତାପରେ ଗରମ ମସଲା ପକାଇଦେବା। ତାପରେ ରେଡ଼ି ହେଇଯିବ ଆମର ଏଗ୍ ଚିଲ୍ଲି ଗ୍ରେଭି। ମେସ୍ରେ ରହୁଥିବା ପିଲାମାନଙ୍କର ରୋଷେଇ ଏମିତି, ସବୁକିଛି ଆଭେଲେବୁଲ୍ ନଥାଏ, କିନ୍ତୁ ଯେତିକି ବି ଯାହା ଆଭେଲେବୁଲ୍ ଥାଏ ସେଇଥିରେ ଟେଷ୍ଟି ରୋଷେଇ ଏମିତିକା। Thank you for watching. Subscribe for more.